ଜୟ ଜଗନ୍ନାଥ ମୋର ପ୍ରିୟ ଚାଷୀ ଭାଇମାନେ। ମୁଁ ଆପଣମାନଙ୍କୁ ଦେଖେଇବି ଡେ 3, ଡେ 4 ଆଉ ଡେ 5 ରେ କଣ ସବୁ କାମ କରାଯିବ। ଡେ 2 ରେ ଦିନ 12ଟା ପରେ ଆମ ବିହନ ଭିଜା ଯାଇଥିଲା। ଡେ 3 ରେ ବି ସେମିତି ବିହନ ଭିଜିକି ରହିଛି। ଡେ 2 ରୁ ଡେ 3 କୁ ଆମର 24 ଘଣ୍ଟା ହେଇଗଲା। ଡେ 4 କୁ ଆମର ଯେତେବେଳେ 40 ରୁ 42 ଘଣ୍ଟା ହୋଇଯିବ, ଆମେ ସେଇ ବିହନକୁ ଛାଙ୍କିବା। ଆମ ବିହନକୁ ଆମେ 42 ଘଣ୍ଟା ପାଣିରେ ଦେଲୁ। ଆପଣମାନେ ସେଇ 40 ରୁ 42 ଘଣ୍ଟା ପାଣିରେ ଦିଅନ୍ତୁ ଆଉ ତାପରେ ତାକୁ ଛାଙ୍କନ୍ତୁ। ଆପଣମାନେ ଦେଖିପାରୁଥିବେ ଆମର ଏବେ ବିହନ ଛଙ୍କା ପ୍ରୋସେସ ଚାଲିଛି। ବିହନରୁ ପାଣି ଗଡାଇ ତାକୁ ଛାଙ୍କି ମଶାରୀରେ ରଖିଦେଲୁ। ବିହନକୁ ଏମିତି ମଶାରୀରେ ବାନ୍ଧି ତାକୁ 1 ଘଣ୍ଟା ଯାଏ ଏମିତି ଛାଡ଼ିଦେବା। ବିହନରୁ ଯେମିତି ସବୁ ପାଣି ଗଡିଯିବ। ବିହନ ଶୁଖିଲା ହେଲେ ଭଲ ଗଜା ହେବ। ମୋ ବିହନକୁ ମଶାରୀରେ ବାନ୍ଧିବାର 1 ଘଣ୍ଟା ହୋଇଗଲା। ଏବେ ଆମ ବିହନକୁ ଆମେ ଜାମ୍ ଦେବା। ପ୍ରଥମେ ଆମେ ନଡାକୁ ସମାନ କରି ବିଛାଇବା। ଉଚ୍ଚା ଖାଲ ଜମାରୁ ବି ରଖିବା ନାହିଁ, ନହେଲେ ଜାମ୍ ଦେବାର 24 ଘଣ୍ଟା ପରେ ଯେଉଁ ବାଲି ପାଣି ଦେବା, ଉଚ୍ଚାରୁ ପାଣି ଗଡି ଆସି ସେଇ ଖାଲରେ ରହିବ। ପାଣି ଜମିକି ରହିଲେ ସେଇ ଏରିଆରେ ବିହନ ଗଜା ହେବ ନାହିଁ। ଆପଣମାନେ ଦେଖନ୍ତୁ, ଯେମିତି ଆମର ସମାନ କରାଯାଇ ବିହନ ପଡ଼ିବ, ଆପଣମାନେ ସେଇ ପ୍ରୋସେସକୁ ଟ୍ରାଏ କରିପାରିବେ। ନଡାକୁ ସମାନ ଭାବରେ ବିଛାଇଲା ପରେ ତା ଉପରେ ଆମେ ଜରିକୁ ପକାଇବା। ସେହି ଜରି ଉପରେ ବିହନକୁ ଅତି ମୋଟା କରି ନୁହେଁ କି ଅତି ପତଳା କରି ନୁହେଁ, ମିଡିୟମ ମୋଟା କରି ତାକୁ ହାତରେ ଏମିତି ସମାନ କରିବା। ସମାନ ହେଲା ପରେ ପୁଣି ଆଉ ଏକ ଜରି ଦ୍ୱାରା ତାକୁ ଢାଙ୍କିବା ଆଉ ତା ଚାରିପଟକୁ ହାତରେ ଟିକେ ଚାପି ଦେବା। ବିହନକୁ ଅଖାରେ ପୁରାଇ ଜାମ୍ ଦିଆଯାଇ ପାରିବ, କିନ୍ତୁ ସେଥିରେ କଣ ହେବ ନା, ଆମେ ସବୁ ବିହନକୁ ଠିକରେ ବାଲି ପାଣି ଦେଇପାରିବା ନାହିଁ। ଅଖାରେ ପୁରେଇ ଜାମ୍ ଦେଲେ ବିହନର ସବୁ ଏରିଆ ଉପରେ ପାଣି ପଡିବ ନାହିଁ। ଏଥିପାଇଁ ସବୁ ବିହନ ଠିକରେ ଗଜା ହେବ ନାହିଁ। ଆମର ଯେଉଁ ପ୍ରୋସେସରେ କରାଯାଉଛି, ଆପଣମାନେ ଦେଖିବେ ଯେତେବେଳେ 24 ଘଣ୍ଟା ପରେ ଆମେ ସେଇ ବିହନ ଉପରେ ବାଲି ପାଣି ଦବା, ସେତେବେଳେ କେମିତି ସବୁ ବିହନ ଉପରେ ଆମର ପାଣି ଛିଞ୍ଚା ହୋଇପାରୁଛି। ଜରି ଢାଙ୍କିଲା ପରେ ତା ଉପରେ ପାଲ ଅଖାକୁ ଏମିତି ସାଇଡ କରି ପକାଇବା। ପାଲ ଅଖା ଉପରେ ନଡାକୁ ରଖିବା। ନଡା ରଖିଲେ ବେଶୀ ଗରମ ହେବ। ବେଶୀ ଗରମ ହେଲେ ଭଲ ଗଜା ହେବ। ଡେ 4 ରେ ଆଜି ଯେତେବେଳେ ଆମେ ଆମ ବିହନକୁ ଜାମ୍ ଦେଲୁ, କାଲି ଠିକ 20 ରୁ 24 ଘଣ୍ଟା ଭିତରେ ସେଇ ବିହନ ଉପରେ ଆମେ ବାଲି ପାଣି ଛିଞ୍ଚିବା। ଆପଣମାନେ ଦେଖିପାରୁଥିବେ ଡେ 5 ରେ ଆମ ବିହନକୁ ଜାମ୍ ଦେବାର 24 ଘଣ୍ଟା ହୋଇସାରିଲାଣି। ଏବେ ଆମେ ବାଲି ପାଣି ଦେବା। ଆପଣମାନେ ଦେଖିପାରୁଥିବେ ଜାମ୍ ଦେବାର 24 ଘଣ୍ଟା ଭିତରେ ଆମ ବିହନର ଗାଲି ଫାଟିଲାଣି। ଆପଣମାନେ ଦେଖିପାରୁଥିବେ ଧାନର ମୂଳରୁ ଫାଟିକି ଛୋଟ ଛୋଟ ଗଜା ବାହାରିଲାଣି। ଏଥିରେ ଆମେ ବାଲି ପାଣି ଦେବା ଆଉ ଏଇ ବିହନକୁ 24 ଘଣ୍ଟା ଯାଏ ପୁଣି ଏମିତି ଢାଙ୍କିକି ରଖିଦେବା। 24 ଘଣ୍ଟା ପରେ ଇଏ ବହୁତ ବଢିଆ ଗଜା ହୋଇଥିବ। ଗଜା ହେଲା ପରେ ଆମେ ତାକୁ ନେଇ ବିଲରେ ପକାଇବା। ବାଲି ପାଣି କଣ ସେଇଟା ଆମେ ଜାଣିବା। ବାଲି ପାଣି ଅର୍ଥାତ୍ ପାଣିକୁ ଉଷୁମ କରିବା। ସେହି ଉଷୁମ ପାଣିକୁ ବିହନ ଉପରେ ଛିଞ୍ଚିବା। ଆପଣମାନଙ୍କୁ ମୁଁ ଦେଖେଇବି ଏମିତି ପ୍ରୋସେସରେ ଆପଣମାନେ କେତେ ଭଲରେ ବାଲି ପାଣି ଦେଇପାରିବେ। ଏବେ ଆମେ ଆମ ବିହନ ଉପରୁ ଏଇ ସବୁ ଖୋଲିଦବା ଆଉ ଏଇ ଉଷୁମ ପାଣିକୁ ବିହନ ଉପରେ ଛିଞ୍ଚିବା। ଯେମିତି ସବୁ ବିହନ ଉପରେ ପାଣି ପଡିବ। ବିହନ ଉପରେ ଏହି ଉଷୁମ ପାଣିକୁ ଛିଞ୍ଚି ତାକୁ ଟିକେ ଭଲ କି ଭିଜେଇ ଦେବା। ପାଣି ଟିକେ ବେଶୀ ଛିଞ୍ଚି ଦେଲେ ବି କିଛି ଅସୁବିଧା ହେବାର ନାହିଁ। ଆମ ନଡାକୁ ଆମେ ସମାନ କରି ପକାଇଥିଲେ ଅଧିକ ପାଣି ହେଲେ ଜରି ତଳକୁ ସେଇ ପାଣି ସବୁ ଗଡି ଆସିବ। ଆପଣମାନେ ଏମିତି ପ୍ରୋସେସ ଫଲୋ କରନ୍ତୁ। ସବୁ ବିହନ ଉପରେ ପାଣି ପକାଇ ପାରିବେ ଆଉ ସବୁ ବିହନ ମଧ୍ୟ ଗଜା ହେବ। ଆମର ଏବେ ବାଲି ପାଣି ଛିଞ୍ଚା ସରିଗଲା। ଏବେ ଆମେ ପୁଣି ୟାକୁ 24 ଘଣ୍ଟା ଯାଏ ଢାଙ୍କିକି ଏମିତି ରଖିଦେବା। କାଲି ଠିକ ଏତିକି ଟାଇମରେ ଆମେ ଏଇ ବିହନକୁ ନେଇକି ବିଲରେ ତଳି ପକାଇବା। ଜାମ୍ ଦେବାର 48 ଘଣ୍ଟା ଭିତରେ ଭଲ ଗଜା ହୋଇଯିବ। ପ୍ରବଳ ଶୀତ ପଡୁଛି। ଶୀତ ପାଇଁ ଯଦି କେଉଁ ଚାଷୀ ଭାଇଙ୍କର 48 ଘଣ୍ଟା ଭିତରେ ଗଜା ନ ହୁଏ, ତାହେଲେ ଆଉ ଥରେ ସେହି ବିହନ ଉପରେ ଉଷୁମ ପାଣି ଛିଞ୍ଚି ଦେବେ ଆଉ ତାକୁ 24 ଘଣ୍ଟା ଯାଏ ପୁଣି ଏମିତି ଢାଙ୍କିକି ରଖିଦେବେ। ଆଉ ଟିକେ ଅଧିକା ନଡା ଦେଇ ତାକୁ ଜାମ୍ ଦେଇଦେବେ। ସେତିକି ସମୟ ଭିତରେ ବହୁତ ବଢିଆ ଗଜା ହୋଇଯାଇଥିବ। ଡେ 5 ରେ ଆମ ବିଲକୁ ଆଜି କାଦୁଅ
କାଦୁଅ କରିବା ଆପଣ ମାନେ ଦେଖିପାରୁଥିବେ ଆମ ଟ୍ରାକ୍ଟର ଆସି ଆମ ବିଲରେ ପହଞ୍ଚି ଯାଇଛି। ଏବେ ସମୟ 11ଟା ପରେ ହେଲାଣି। ଆପଣ ମାନେ ଦେଖିପାରୁଥିବେ ଡେ 2ରେ ଆମେ ଯେଉଁ ପାଣି ମଡେଇଥିଲୁ ବନ୍ଧକୁ ଠିକ କରି ଚାପି ଦେଇଥିଲୁ ସେଇ ଦିନରୁ ପାଣି ଏମିତି ଫୁଲ ହୋଇଅଛି। ଯଦି ଆପଣମାନଙ୍କ ବିଲରେ ପାଣି କମ ଥିବ ତାହେଲେ ଆପଣମାନେ ପାଣି ପର୍ଯ୍ୟାପ୍ତ ମାତ୍ରାରେ ଦେବେ। ଯେମିତି ବାଟିଆ ଠାରୁ ପାଣି ସ୍ତର ଟିକେ ଉପରକୁ ରହିବ। ପାଣି ରହିଲେ କାଦୁଅ ପୁରା ପ୍ଲେନ ହୋଇଯିବ। ହାତ ମୋଇ ଦେବା ପାଇଁ ସହଜ ହେବ ଆଉ ସମୟ କମ ମଧ୍ୟ ଲାଗିବ। ଆମର ଏବେ କାଦୁଅ ହଳ ଚାଲିଛି। ଆପଣମାନେ ଦେଖିପାରୁଥିବେ ପାଣି ଥିବା ହେତୁ ଆମ କାଦୁଅ ହଳ କେତେ ପ୍ଲେନ ହୋଇଛି। 80x80 ଏରିଆକୁ ଆମର କାଦୁଅ କରିବା ପାଇଁ 11 ମିନିଟ ସମୟ ଲାଗିଲା। ଆମର ଏବେ କାଦୁଅ ହେବା ସରିଗଲା। ଏହି ହଳକୁ ଆମେ କାଲି ଦିନ 10ଟାରୁ 11ଟା ପର୍ଯ୍ୟନ୍ତ ଏମିତି ଛାଡ଼ିଦବା। ହଳରେ ଯେଉଁ ମାଟି ପାଣି ମିଶିକରି ଦଲଦଲ ଅଛି ସେ କାଲି ଭିତରେ ବସିଯିବ। କାଲି ଆମେ ଏଥିରେ ହାତ ମୋଇ ଦେବା, ନୂଳ କାଟିବା ଆଉ ତଳି ପକାଇବା। ସେଇ ସବୁ ମୁଁ ଆପଣମାନଙ୍କୁ ଡେ 6ରେ ଆଉ ଏକ ଭିଡିଓରେ ଦେଖାଇବି। ଆପଣମାନେ ଆମର ଏହି ଚ୍ୟାନେଲ ସହ ଯୋଡି ହୋଇଯାଆନ୍ତୁ। ଆଗକୁ ସବୁ କିଛି ଏହି ନୂଆ ଧାନ ଚାଷ ସମ୍ବନ୍ଧରେ ଅପଡେଟ ଭିଡିଓ ପାଇପାରିବେ। ପୁଣି ଦେଖାହେବ ଆଉ ଏକ ଭିଡିଓରେ।